ଏଟା ଭାଉଜ ତ ମୂଳରୁ ଜାଣିଛି କଳାକାର ଇଏ ସେମିତି କିଛି ହବନି ମୋର। ସିଏ ମତେ ଜାଣିଛି ଯେ ଏମିତି କିଛି ସେମିତି ହବନି। ପ୍ରଥମତଃ ସମସ୍ତଙ୍କୁ ହାପି ନ୍ୟୁ ଇୟର। ଏ ଫିଲ୍ମର କାହାଣୀ 90% ବ୍ରହ୍ମପୁରର କାହାଣୀ ଆଉ କଲଚରକୁ ନେଇକି ଫିଲ୍ମଟି ହେଇଛି। ଲୋକେସନ ଉତାଗଠୁ ଆରମ୍ଭ କରି ମନ୍ଦିର ମାନେ ବହୁତ ଜାଗାରେ ସୁଟିଂ ହେଇଛି। ଏ କାହାଣୀଟା ଆଗକୁ ଗତିଶୀଳ ହେଉଛି ବ୍ରହ୍ମପୁରର ଲୋକେସନ ଆଉ କଲଚରକୁ ନେଇକି। ତେଣୁ ଆଉ ଗୋଟେ ସେକେଣ୍ଡ କଥା ହେଲା ଯେତିକି ଆମ ଓଡ଼ିଆ ଫିଲ୍ମ ହେଉଛି ବେଶୀ ଯଦି ସପୋର୍ଟ କରନ୍ତି ବ୍ରହ୍ମପୁର ଡିଷ୍ଟ୍ରିକ୍ଟ ଗୋଟେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ପାଦ ବଢ଼ଉଛି। ବ୍ରହ୍ମପୁରର ବାସିନ୍ଦା ବ୍ରହ୍ମପୁରର ଦର୍ଶକମାନେ ତାର କିଛି ଅଂଶ ଅଛନ୍ତି। ତେଣୁ ବ୍ରହ୍ମପୁରରେ ଏତେ ପ୍ରମୋସନ କରିବା ସବୁ ମାନେ ଫିଲ୍ମ ହଲ୍ ଆଗରେ ଏତେ ଭିଡ଼ ଦେଖିକି ବହୁତ ଏଜ୍ ଏ ଆର୍ଟିଷ୍ଟ ବହୁତ ଖୁସି ଲାଗୁଛି, ବହୁତ ଏକ୍ସାଇଟମେଣ୍ଟ। ଲୋକମାନେ ପସନ୍ଦ କରୁଛନ୍ତି ଫିଲ୍ମ ଦେଖିବା ପାଇଁ, ସେଇଟା ବହୁତ ଖୁସି ଲାଗୁଛି। ଆମ ଫିଲ୍ମ ଇଣ୍ଡଷ୍ଟ୍ରି ପାଦେ ପାଉଛ ଆଗକୁ ବଢ଼ିଛି, ସେଥିପାଇଁ ବହୁତ ଖୁସି ଲାଗୁଛି। ଆପଣଙ୍କ ଚରିତ୍ର ଗୋଟେ ନିଆରା ଥିଲା। ହଁ ହଁ। ଚରିତ୍ର ବିଷୟରେ କଣ କହିବେ? କେତେ ଡିଫିକଲ୍ଟ ଥିଲା ସେ ଚରିତ୍ରଟି କରିବା ପାଇଁ, ଆଣ୍ଟି ସୋସିଆଲ କାମ କରୁଛନ୍ତି। ଏଜ୍ ଏ କ୍ୟାରେକ୍ଟର ଏଜ୍ ଏ ଆର୍ଟିଷ୍ଟ ମୁଁ କହୁଛି ଗୋଟେ ସବୁ ଫିଲ୍ମରେ ସବୁ ପ୍ରକାର ଚରିତ୍ର କରିବାଟା ଭଲ ନୁହେଁ। ଏଠି ଗୋଟେ ଡିଫରେଣ୍ଟ କ୍ୟାରେକ୍ଟର ଅଶୋକ ଭାଇନା ଦେଇଛନ୍ତି। ଅଶୋକ ଭାଇନା ବହୁତ ବହୁତ ଧନ୍ୟବାଦ। ପ୍ଲେ କରିବା ପାଇଁ ବହୁତ ମଜା ଲାଗିଲା। ସବୁ ପ୍ରକାର କ୍ୟାରେକ୍ଟର ଚ୍ୟାଲେଞ୍ଜ, ଯୋଉ କ୍ୟାରେକ୍ଟର କଲେ ଗୋଟେ ଚ୍ୟାଲେଞ୍ଜିଂ ଥାଏ ଏଜ୍ ଏ ଆର୍ଟିଷ୍ଟ। ତେଣୁ ଏ କ୍ୟାରେକ୍ଟର ମୋ ପାଇଁ ଗୋଟେ ଚ୍ୟାଲେଞ୍ଜିଂ ଥିଲା। କିନ୍ତୁ ଅଶୋକ ଭାଇନା ଗୋଟେ ବ୍ରାଣ୍ଡ। ଅଶୋକ ଭାଇନା ସହିତ କାମ କରିବାକୁ ସମସ୍ତଙ୍କର ଇଚ୍ଛା ଥାଏ ସବୁ ଆର୍ଟିଷ୍ଟର। ସେମିତି ମୋର ବି ଇଚ୍ଛା ଥିଲା। ଅଶୋକ ଭାଇନା ସହିତ ଆଗରୁ କାମ କରିଥିଲି, ଲଭ୍ ଷ୍ଟେସନ ହଉ ଗୁଡ଼ାଏ ଫିଲ୍ମ କାମ କରିଛି। କିନ୍ତୁ ଏଇ ଫିଲ୍ମରେ ଗୋଟେ ଭଲ କ୍ୟାରେକ୍ଟର ମିଳିଛି ମୋତେ, ମୁଁ ତାକୁ ପ୍ଲେ କରିଛି। ବଟ୍ ଭଲ ହେଇଛି ଖରାପ ହେଇଛି ଆପଣମାନେ କହିବେ। ଆପଣଙ୍କର ଗୋଟେ ଭୟଙ୍କର ସିନ୍ ଅଛି ଯେତେବେଳେ ଚାରିଟି ଯାକ ପାଞ୍ଚଟି ଯାକ ମାନେ କ୍ୟାରେକ୍ଟର ଆପଣଙ୍କୁ ଘେରି ଯାଉଛନ୍ତି, ଚେୟାରରେ ବସେଇ ଦେଇଛନ୍ତି, ବାନ୍ଧି ଦେଇଛନ୍ତି, ସେତେବେଳେ ଆକ୍ଚୁଆଲି ସେ କଣ ପିନ୍ଧିବେ? ଏଜ୍ ଏ ଆର୍ଟିଷ୍ଟ ଆମକୁ ଲାଜ ଶର୍ମ କିଛି ରଖିବା ଉଚିତ ନୁହଁ। ମୁଁ ପିନ୍ଧିଥିଲି ଟ୍ରାକ୍ସ ପିନ୍ଧିଥିଲି, ମାନେ ଛୋଟ ଟ୍ରାକ୍। ଡାଇରେକ୍ଟର ଯାହା ଚାହିଁବ ସିନେମାରେ ଯାହା ସିନ୍ ଅଛି ତାକୁ ତ ଦର୍ଶାଇବାକୁ ପଡ଼ିବ। ତେଣୁ ସେ ସିନ୍ ମୁଁ କରିଥିଲି, ବହୁତ ମଜା ଲାଗିଥିଲା। ପ୍ରଥମରୁ ଟିକେ ସେ ଲୋକ ଟିକେ ହସା ହସି ହେଲେ ଯେହେତୁ ବେୟାର ବଡି ଇଏ ସିଏ। ତାପରେ ସିନ୍ ଯେତେବେଳେ ଆରମ୍ଭ ହେଲା ସମସ୍ତେ ସିରିୟସ୍ ହେଇଗଲେ। ଆଉ ସିନ୍ଟି ବହୁତ ମୁଁ ଏନ୍ଜୟ କରିଛି। ଅଲ୍ କୋ ଆର୍ଟିଷ୍ଟ ଯେତିକି ଅଛନ୍ତି ମୋର, ରୋହିତ ହିରୋ କରୁଛି, ତାର 4 ଜଣ ସାଙ୍ଗ ସମସ୍ତେ ବହୁତ ବଢ଼ିଆ ଆକ୍ଟିଂ କରିଛନ୍ତି। ମୋତେ ବି ମଜା ଲାଗିଲା ତାଙ୍କ ସହିତ କାମ କରିବା ପାଇଁ। ମୁଁ ଏନ୍ଜୟ କରିଛି ସେ କ୍ୟାରେକ୍ଟରକୁ। ଭାଇ ଦ୍ୱିତୀୟ ସିନେମାରେ ଅମିର ଖାନ ପୁରା ରଙ୍ଗଳା ହେଇଯାଇଥିଲା। ଯଦି ସେମିତି କେବେ ମୌକା ମିଳେ କ୍ୟାରେକ୍ଟର ଗୋଟେ ନିଭେଇବା ପାଇଁ ଆପଣ କରିପାରିବେ? 100% ଏଜ୍ ଆର୍ଟିଷ୍ଟ କରିବା ଉଚିତ। କରିବା ଉଚିତ। ମୁଁ ତ ସଙ୍ଗୀତରେ ପାଠ ପଢ଼ୁଥିଲି, ଗୋଟେ ପ୍ଲେଟା ଦେଖିଥିଲି ଏନ୍ଏସ୍ଡିରେ। ଅଜିତ ସାର୍ଙ୍କର, ମୋର ଗୁରୁ ଅଜିତ ସାର୍ ଆଉ ନାହାନ୍ତି। ମୋର ଗୁରୁ ବାପା ମା କହିଲେ ବି ସବୁ ଚଳିବ। ସେ ଗଡ଼ଫାଦର ମୋର। ସେତେବେଳେ ଏନ୍ଏସ୍ଡି ଯାଇଥିଲୁ, ଗୋଟେ 33-34 ବର୍ଷ ପିଲାଟେ ନଙ୍ଗଳା ହେଇକି ଗୋଟେ ନାଟକରେ ଆସିଥିଲା। ଆମେ ସେଠୁ ବହୁତ କିଛି ଶିଖିଥିଲୁ। ଅଜିତ ସାର୍ ବହୁତ କହିଥିଲେ ଯେ ଯଦି କ୍ୟାରେକ୍ଟର ଚାହୁଁଛି ଯାହା ତାକୁ ଏଷ୍ଟାବ୍ଲିଶ କରିବା ଆମର ଉଚିତ। ତେଣୁ ଏଜ୍ ଏ କ୍ୟାରେକ୍ଟର ମୁଁ କହୁଛି, ଏଜ୍ ଏ ଆର୍ଟିଷ୍ଟ ଯଦି ସେମିତି ସିନ୍ ମିଳେ ମୁଁ କରିବି। ଭାଉଜ ରାଗିବେନି ତ ଘରେ? ଏଟା ଭାଉଜ ତ ମୂଳରୁ ଜାଣିଛି କଳାକାର ଇଏ ସେମିତି କିଛି ହବନି ମୋର। ସିଏ ମତେ ଜାଣିଛି ଯେ ଏମିତି କିଛି ସେମିତି ହବନି। ବ୍ରହ୍ମପୁରରେ ଆପଣ ସୁଟିଂ କରୁଥିଲେ, ହଁ ହଁ। କଣ ଗୋଟେ ଏକ୍ସପିରିଏନ୍ସ କହିବେ ବ୍ରହ୍ମପୁରରେ ଯୋଉଟା କି? ବ୍ରହ୍ମପୁରରେ ଟିଫିନ୍ ସକାଳୁ ଉଠେ ମୁଁ ବ୍ରେକଫାଷ୍ଟ ସେ ଯେଉଁ ପାଖରେ ଯେଉଁଟା ମୁଁ ହୋଟେଲ ରହିଥିଲି ସେଇଠି ମୁଁ ବ୍ରେକଫାଷ୍ଟ କରେ। ମୁଁ କୌଣସି ସେଟ୍ରେ ବ୍ରେକଫାଷ୍ଟ କରିନି, ଯେତିକି ଦିନ ରହିଛି 15 ଦିନ ମୁଁ ସେଟ୍ରେ ବ୍ରେକଫାଷ୍ଟ କରିନି। ମୁଁ ବ୍ରେକଫାଷ୍ଟ କରେ ସେ ଟିଫିନ୍ ସେଣ୍ଟରରେ। ବ୍ରହ୍ମପୁରର ବ୍ରେକଫାଷ୍ଟ ମୁଁ କେବେ ଭୁଲି ପାରିବିନି। ଭାଉଜଙ୍କ ହାତ ରନ୍ଧା ଟେଷ୍ଟି? ବହୁତ ଟେଷ୍ଟି, ବହୁତ ଟେଷ୍ଟି। କହୁନାହାନ୍ତି ଘରେ ଭାଉଜ ଦେଖିବେ, ଘରେ ଟିକେ ପୁରେଇ ଦେବେ। ଭାଉଜ ମତେ କହିଛି ଯେ ଆସିଥିଲି ତାରାତାରିଣୀ, ମୁଁ ଏଇ ବ୍ରହ୍ମପୁରରେ ବ୍ରେକଫାଷ୍ଟ ଖାଇଥିଲି। ସେ ମୁଁ ସବୁବେଳେ କହେ ବ୍ରହ୍ମପୁର ବ୍ରେକଫାଷ୍ଟ ଓଡ଼ିଶାରେ କୋଉଠି ନାହିଁ। ମତେ ତାରାତାରିଣୀ ଆସିଲେ ମତେ ବ୍ରେକଫାଷ୍ଟ କୁହ, ବ୍ରହ୍ମପୁରରେ ଯୋଉ ଜାଗାରେ ବ୍ରେକଫାଷ୍ଟ କରନ୍ତୁ ତା ଭଳିଆ ମଜା କୋଉଠି ପାଇବେନି ଅଲ୍ ଓଡ଼ିଶାରେ। ସେଇ ସିନ୍ଟା ମୋର କଟା ଯାଇଛି। କିନ୍ତୁ ଏ ଯେ ତାଙ୍କର ନିୟମ କ'ଣ ଏ ବିଷୟରେ ଆମେ ତ ଆର୍ଟିଷ୍ଟ ଜାଣିନୁ। ବଟ୍ ଯେତେବେଳେ ଆମର ଡିକ୍ଲାର ହେଲା ଏଇ ଦିନ ରିଲିଜ୍ ହେବ, ତାପରେ ବନ୍ଦ ହେଇଗଲା, ସେଟା ସବୁ ଆର୍ଟିଷ୍ଟକୁ, ପ୍ରଡ୍ୟୁସରକୁ, ଡାଇରେକ୍ଟରକୁ କଷ୍ଟ ଲାଗିବ 100%। ବଟ୍ ତାଙ୍କର କ'ଣ ନିୟମ ମୁଁ ଜାଣିନାହିଁ। ବଟ୍ ଯାହା ବି ହେଲା ଫାଇନାଲି ଆଉଟପୁଟ୍ ହେଲା, ଅପେକ୍ଷାର ଫଳ ମିଠା, ମିଠା ହିଁ ଲାଗୁଛି। ହଁ ନା ନା ସେମିତି ଗୋଟେ କ'ଣ ତାଙ୍କର ସାର୍ଟିଫିକେଟ୍ କ'ଣ ପ୍ରୋବ୍ଲେମ୍ ହେଇଥିଲା ଆମେ ତ ଜାଣିନୁ। ବଟ୍ ଯାହା ବି ହେଇଛି ଠାକୁରଙ୍କର ଆଶୀର୍ବାଦରୁ ଭଲ ହେଇଛି, ଅପେକ୍ଷାର ଫଳ। କୋଉଟା ରିଲିଜ୍ ହେଇଥିଲା? ମୁଁ ଦର୍ଶକମାନଙ୍କୁ ଏତିକି କହିବି, ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କହୁଥିଲେ ସମସ୍ତେ ଖରାପ ହେଉଛି, କପି ହେଉଛି। ଏବେ ଭଲ ଭଲ ସିନେମା ହେଉଛି। ଆପଣ ଆମକୁ ଆଶୀର୍ବାଦ କରନ୍ତୁ, ସମସ୍ତେ ଆସିକି ହଲ୍ରେ ଫିଲ୍ମ ଦେଖନ୍ତୁ।
ଓଡ଼ିଆ ଇଣ୍ଡଷ୍ଟ୍ରି ଆହୁରି ଆଗକୁ ଯିବ। ଏଇଟା ଗୋଟେ ଇଣ୍ଡଷ୍ଟ୍ରି ଆଜ୍ଞା, ବହୁତ ଲୋକ କାମ କରୁଛନ୍ତି, ଆର୍ଟିଷ୍ଟ ନୁହଁ, ଡାଇରେକ୍ଟର, ଟେକ୍ନିସିଆନ୍, ଲାଇଟମ୍ୟାନ୍ ସମସ୍ତେ କାମ କରୁଛନ୍ତି। ତେଣୁ ଆପଣମାନଙ୍କ ଆଶୀର୍ବାଦ ନିହାତି ଦରକାର। ଆପଣମାନେ ଆଶୀର୍ବାଦ କଲେ ଆମେ ଆଗକୁ ବଢ଼ିବୁ। ଆମେ ହେଉଛି ଆପଣମାନଙ୍କୁ ଏନ୍ଜୟ କରୁଛୁ, ଟିକେ ରିଲାକ୍ସ କରୁଛୁ। ସେ ରିଲାକ୍ସ ଆମେ ଯଦି ମରିଯିବୁ କେମିତି କ'ଣ ହବ? ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କରୁଛୁ, ସମସ୍ତେ ଆସି ଫିଲ୍ମ ଦେଖନ୍ତୁ, ଆମକୁ ସପୋର୍ଟ କରନ୍ତୁ। ଧନ୍ୟବାଦ।